नमस्कार, जोहार, जय जगन्नाथ, जय माँ समलेई। ମୁଁ ପ୍ରିୟମ୍ବଦା ସ୍ୱାଇଁ। ଆପଣ ମୋତେ ରସିଆ ରାନୀଗୁରି 100 ମିଲିୟନ୍ ଗୀତର ମାନେ ପ୍ରିୟମ୍ବଦା ବୋଲି ଜାଣିପାରିଥିବେ। ସୋ ଏଇଠୁ ହିଁ ମାନେ କହିବାକୁ ଗଲେ ମୋର କ୍ୟାରିୟର ଷ୍ଟାର୍ଟ ହେଇଛି ସମ୍ବଲପୁରୀ ମ୍ୟୁଜିକ୍ ଭିଡ଼ିଓରୁ। ଆଣ୍ଡ ସେଇଠୁ ଷ୍ଟାର୍ଟ ହେଇ ଓଡ଼ିଆରେ କିଛିଟା ଫିଲ୍ମ କରିଛି 2-3ଟା। ଆଣ୍ଡ ଏଇଟା ମୋର ଫାର୍ଷ୍ଟ ସମ୍ବଲପୁରୀ ମାନେ ଫିଲ୍ମ ହେବ ଯେଉଁଟାକି ଆପଣମାନେ ବହୁତ ସାରା ଭଲ ପାଇବା ଦେବେ, ବହୁତ ସାରା ଆଶୀର୍ବାଦ ଦେବେ। ଥିଏଟର ରିଲିଜ୍ ହେବ। ସୋ ଏଇଟା ଗୋଟେ ଫାଷ୍ଟ ମାନେ ପ୍ରଡ଼କ୍ସନ୍ ଯେଉଁଟାକି ମୁଁ କାହାକୁ ଗୋଟେ ଟ୍ରଷ୍ଟ କରିକି ଏତେ ବଡ଼ ଚାନ୍ସରେ ବିଲିଭ୍ କରିକି ନେଇକି ଆସିକି ଏଠି ପହଞ୍ଚି ସାରିଛି। ଆଣ୍ଡ ମୁଁ ଏବେ ସୁଟିଂ ସେଟ୍ରେ ଅଛି। ଆଣ୍ଡ ବହୁତ ଭଲ ଲାଗୁଛି। ବାସ୍ ଟିକେ ଟିକେ ସମ୍ବଲପୁରୀ ଲାଙ୍ଗୁଏଜ୍ ପାଇଁ ମୋତେ ଟିକେ ପ୍ରୋବ୍ଲେମ୍ ହେଉଛି, ବଟ୍ ସବୁ ଆଡ଼ଜଷ୍ଟ କରିକି କୋଅପରେଟ୍ କରୁଛନ୍ତି ସମସ୍ତେ, ହେଇଯାଉଛି। ବାସ୍ ଆପଣଙ୍କର ଭଲ ପାଇବା ଆଶୀର୍ବାଦ ବିନା ତ ଆମମାନେ କେଉଁ ବି ଆର୍ଟିଷ୍ଟ କିଛି ବି ନୁହଁ। ବାସ୍ ଏତିକି ହିଁ ଆପଣଙ୍କର ସପୋର୍ଟ ଦରକାର। ପ୍ଲିଜ୍ ନିହାତି ରିଲିଜ୍ ହେଲେ ଦେଖିବା ପାଇଁ ଆସିବେ। ମ୍ୟାଡ଼ାମ୍ ଦେଖନ୍ତୁ ଗୋଟେ ବଲାଙ୍ଗୀର ଜିଲ୍ଲା ହରିଶଙ୍କର ଆଉ ପାଟନା ଗୋଟେ ମୁଭିଟା ସୁଟିଂ ଚାଲିଛି। ଆପଣ କେମିତି ଲାଗୁଛି ଆମ ଏରିଆଟା ଅଞ୍ଚଳ? ମୁଁ ଆସିଛି ମାନେ ଏମିତି ପ୍ରୋଗ୍ରାମରେ ଥରେ ଆସିଥିଲି, ବଟ୍ ଏଇଠି ଫାଷ୍ଟ ଟାଇମ୍ ଆସିଛି, ଭଲ ଲାଗୁଛି। ବାସ୍ ଭୁବନେଶ୍ୱରରୁ ଏଇଠି ଟିକେ ବେଶୀ ଥଣ୍ଡା ଲାଗୁଛି ଆଉ କ'ଣ। ନିହାତି ଭାଇ ମୋହନି ଆପଣ ଯେଉଁ ସୁଟିଂ ଅଛି କି ଟାଇପ୍ର ପିକ୍ଚରଟା? ଏଇଟା ଗୋଟେ ଫୁଲ୍ ପ୍ୟାକେଜ୍ ଫ୍ୟାମିଲି ଡ୍ରାମା ଲଭ୍ ଷ୍ଟୋରି, ଯେଉଁଟାକି ଫ୍ୟାମିଲି ସହିତ ଆରାମସେ ବସିକି ଆପଣମାନେ ଦେଖିପାରିବେ। ବହୁତ ଏନ୍ଜୟ ଲାଗିବ। ବହୁତ ଗୁଡ଼େ ଇନକ୍ୟୁମେଣ୍ଟ ଅଛି, ବହୁତ ଗୁଡ଼େ ବଢ଼ିଆ ବଢ଼ିଆ ସିନ୍ ଗୁଡ଼ା ଅଛି, ଯେଉଁଟାକି ଭଲ ଭଲ ଆର୍ଟିଷ୍ଟ ମାନେ ଅଛନ୍ତି। ଦେଖିବାକୁ ମଜା ଆସିବ ମାନେ ଅଡ଼ିଏନ୍ସ ମାନଙ୍କୁ। ଡିଫରେଣ୍ଟ ଅଛି ଅନ୍ୟ ଫିଲ୍ମ? ହଁ, ନିହାତି। ସେମିତି ତ ସବୁ ଫିଲ୍ମର ଷ୍ଟୋରି ଅଲଗା ଅଲଗା ଡିଫରେଣ୍ଟ ଥାଏ। ଏଇଟା ବି ସେମିତି ଆମର ଡିଫରେଣ୍ଟ ଅଛି। ବଟ୍ ପ୍ରଥମ ଥର ପାଇଁ ଚେଷ୍ଟା କରିଛୁ ନିଜର ବେଷ୍ଟ ଦେବା ପାଇଁ। ଡିରେକ୍ଟର, ପ୍ରଡ୍ୟୁସର, ହିରୋ ଆଉ ଯେଉଁମାନେ ବି ଆର୍ଟିଷ୍ଟ ଅଛନ୍ତି ସମସ୍ତେ ନିଜ ନିଜର 100% ଦେଇଛନ୍ତି। ବାସ୍ ଦେଖାଯାଉ, ହୋପ୍ ଫର୍ ଦି ବେଷ୍ଟ। କ୍ୟାରେକ୍ଟର ତ ନିହାତି ଭାବେ କମେଡ଼ିଆନ୍ ହିସାବରେ ଲୋକ ଦେଖବାର୍ ଲାଗି ଭଲ ପାଏସନ୍, ମାନେ କମେଡ଼ିଆନ୍ କ୍ୟାରେକ୍ଟର ବି ଅଛେ ଆଉ କମେଡ଼ି ବି ବଢ଼ିଆ ବଢ଼ିଆ ସିକ୍ୱେନ୍ସ ବି ଅଛେ ରୋଶନ ଭାଇ ସାଙ୍ଗେ, ରୋଶନ ଭରଦ୍ୱାଜ ଭାଇଙ୍କ ସାଙ୍ଗେ। ଆଉ ଆମର ପହଲା କଥା ତ ଦେଖୁନ୍ ସମ୍ବଲପୁରୀ ଫିଲ୍ମ ମାନେ କି ମୁଇଁ ଡାଇରେକ୍ଟ କହେସିଁ କି କିଛି ପଡ଼ୁନି ଜାଣ କ୍ୟାରେକ୍ଟର ଛୋଟ କି ବଡ଼ କର୍ମା, କିନ୍ତୁ ଏଥିରେ ତ ମାନେ ବଢ଼ିଆ କ୍ୟାରେକ୍ଟର ଅଛେ। ଆଉ 2 ନମ୍ବରରେ ସମ୍ବଲପୁରୀ ଫିଲ୍ମ ଯାହା ବି ହଉ କି ସୁଟିଂ ହେବାର୍ ଆରମ୍ଭ ହେଇଗଲାନ, ମୁଇଁ ସମସ୍ତଙ୍କୁ ଅନୁରୋଧ କର୍ମି କି ନିହାତି ଭାବେ ସମ୍ବଲପୁରୀ ମୁଭିକେ ସପୋର୍ଟ କରୁନ୍। ଆପଣଙ୍କର ଅଞ୍ଚଳର ସିନେମା ହଲ୍ରେ ଲାଗଲେ ଥରେ ଯାଇକରି ଖାଲି ଦେଖୁନ୍ କେନ୍ତା ଲାଗୁଛେ, ସେନୁ ଆପଣ ରେସ୍ପନ୍ସ ଦେବେ ନିହାତି ଭାବେ। ଆଉ ଫିଲ୍ମ ଭଲ୍ ଥିଲେ ବାକି ଲୋକମାନଙ୍କୁ ବି ନିହାତି ଭାବେ ଇନଫର୍ମେସନ୍ ପଲେଇ ଆସି ଭାଇବ୍ସ କ୍ରିଏଟ୍ ହେଇଯାସି କି ହଁ ନାଇଁ ଭଲ୍ ଅଛେ ଦେଖିଯିମା। ତ ଥରେ ଥରେ ଯାଉନ୍ ଦେଖୁନ୍ ସମ୍ବଲପୁରୀ ମୁଭିକେ ସପୋର୍ଟ କରୁନ୍, ଯେ ଆଗାମୀ ଦିନରେ ଚାହେମା କି ଯେନ୍ତା ବଲିଉଡ୍ ମୁଭି 8-10ଟା ରିଲିଜ୍ ହଉଛେ, ଏନ୍ତା ସମ୍ବଲପୁରୀ ମୁଭି ବି 4-5ଟା ବରଷକ ସିନେମା ହଲ୍ରେ ରିଲିଜ୍ ହଉ, ଏଇଟା ହିଁ କାମନା ଅଛେ ନିହାତି ଭାବେ। ଆଉ ନବୀନ ଅଗ୍ରୱାଲ ଦାଦାଙ୍କ ଡିରେକ୍ସନ୍ରେ ହଉଛି ମୁଭିଟା। ତ ଖପରାଖୋଲ, ହରିଶଙ୍କର, ପାଟନାଗଡ଼ ଏ ଏରିଆରେ ଲୋକାଲିଟିରେ ସୁଟ୍ ହଉଛି। ଆଜି ପାଟନାଗଡ଼ କଲେଜରେ ଅଛୁ ଆମେ। ତ ସ୍ପେଶାଲି ମୋର ଯେଉଁ ଗୋଟେ ମାନେ ଚେଲା ଅଛନ୍ ତାର ମାନେ ଚଙ୍ଗୁ ମଙ୍ଗୁ, ତ ଆମର କମେଡ଼ିଆନ୍ କ୍ୟାରେକ୍ଟର ୟା ବାକି ଟିକେ ହେଇଥିପାରେ ଗୋଟେ ଗୋଟେ କମେଡ଼ିଆନ୍ ନା ଥିସନ୍ ଗାଁ କି ଗୁଣ୍ଡା ପାଟିର ହେଇଯାଇଥିସନ୍, କିନ୍ତୁ ମଜା ଲାଗୁଥିସି, କିନ୍ତୁ ମନ ଲାଗୁଥିସି କି 2 ଚଟକନ୍ ମାରିଦେମି ତାକେ, ହେନ୍ତା କ୍ୟାରେକ୍ଟରଟେ ଅଛି ମୋର। ବାକି ମୁଇଁ ଆଶା କରୁଛେ କି ଆମ ଯେନ୍ଟା ବି ମାନେ ଏଛେନ୍ ତକ୍ ଯେନ୍ ସର୍ଟ ମାନେ ଗଲାନ କି ଆପଣମାନଙ୍କୁ ବହୁତ ଭଲ ଲାଗ୍ବା। ସେ ଫିଲ୍ମ ମୋହନି ଫିଲ୍ମ ମୋହନି ଲଗେଇକରି ଅଛେ ଏଥର। ମୁଇଁ ହେଟା ତ କହିବାର୍କେ ଚାହୁଁଛେ, ଏଇଟା ଆରମ୍ଭରୁ ଏଇଟା ଗୁଟେ ଜିନିଷ ଖାଲି ମୁଇଁ ଅନୁରୋଧ କରୁଛେ ପବ୍ଲିକ୍ କି ସମ୍ବଲପୁରୀ ଭାଷାରେ ଫିଲ୍ମ ବନବାର୍ଟା ଏଇଟା ଗଲା ବର୍ଷ ତାର ମାନେ ଗୋଟେ ଲାଗିଛୁ ଆମେ କି ଦେଖୁନ୍ ସମ୍ବଲପୁରୀ ଭାଷାରେ ଏନ୍ତା ନେସି କି ଆଗରୁ ଫିଲ୍ମ ନାଇଁ ବନି, ଫିଲ୍ମ ବନିଛେ ବହୁତଟେ, ଆଉ ଏନ୍ତା ଏନ୍ତା ଫିଲ୍ମ ବନିଛେ କି ନ୍ୟାସନାଲ୍ ଆୱାର୍ଡ଼ ଆନିଛେ ସବୁ, କିନ୍ତୁ କମର୍ସିଆଲ ମୁଭି ଥିଏଟ୍ରିକାଲ ମାନେ ସିନେମା ହଲ୍ରେ ରିଲିଜ୍ କରବାର ମୁଭି ବହୁତ କମ୍ ବନିଛେ। କିନ୍ତୁ ଏଛେନ୍ ମତେ ଲାଗୁଛେ ଯେନ୍ତାକି ଜଷ୍ଟ ମୁଇଁ ଏବେ ରିସେଣ୍ଟ ଟାଇମ୍ରେ ଯୁଡ଼େ ମୁଭି କାମ କରୁଛେଁ, 2ଟା ସମ୍ବଲପୁରୀ ମୁଭି ଆଉ 2ଟା ସିନେମା ହଲ୍ରେ ରିଲିଜ୍ ହେବା। ତ ଇ ମୁଭିଟା ଯେତେବେଳେ ସିନେମା ହଲ୍ରେ ଆସବା, ଯଦି ଆମେ ଯେନ୍ତା ବଲିଉଡ୍ ମୁଭି ବାହାରିଲେ ଦେଖି ଯାଉଛୁଁ, ଯେନ୍ତା ସାଉଥ୍ ମୁଭି ବାହାରିଲେ ଦେଖି ଯାଉଛୁଁ, ଯେନ୍ତା ଅନ୍ୟ ମୁଭି ମାନେ ବାହାରିଲେ ସିନେମା ହଲ୍କେ ଦେଖି ଯାଉଛୁଁ, ହେନ୍ତା କି ସମ୍ବଲପୁରୀ ଭାଷାରେ ଯେନ୍ ଇ ମୋହନି ମୁଭିଟା ବାହାରିଲେ ବି ଯଦି ଆପଣ ଯାଇକରି ଟିକେ ଦେଖିବେ, ଆପଣ ଆମର ଭାଷାକେ ସପୋର୍ଟ କରବାର୍ ଲାଗି ଖାଲି ଥରେ ଥରେ ଦେଖିଲେ ନିହାତି ଭାବେ ଭଲ ଲାଗୁଛି ଖରାପ ଲାଗୁଛି ଗୋଟେ ମନ୍ତବ୍ୟଟା ଦେଇପାରିବେ ଆପଣମାନେ ନିହାତି ଭାବେ। ସେଟା ଆଶା କରୁଛୁ ଆମେ କି ଆପଣ ସପୋର୍ଟ କରବେ ନିହାତି ଭାବେ, ଆମର ଭାଷାକେ ସପୋର୍ଟ କରବେ, ଆମର ମାଟିର କଲଚରକେ। ଯେହେତୁ ଆମେ ସମ୍ବଲପୁରୀ ଭାଷାତେ ଫିଲ୍ମ କରୁଛୁଁ ବୋଲେ ଆମର ଫିଲ୍ମରେ ଆମର ଭାଷା, ଆମର ସଂସ୍କୃତି, ଆମର କଲଚର, ଆମର
ତିହାର ଆମର ପର୍ବପର୍ବାଣି ସବୁ କିଛି ରିଲେଟ୍ ହେଇକିରି ଅଛେ ତ ନିହାତି ଭାବେ ଆମେ ରିଲେଟ୍ କରିପାର୍ମା ଆଉ ସେଟାକେ ଗୋଟେ କମର୍ସିଆଲ ସିନେମା ହିସାବେ ତାର ମାନେ ଗୋଟେ ନଜରିଆ ଆସବା ବୋଲି ତାର ମାନେ ଆଶା ଅଛି ନିହାତି ଭାବେ। ମୁଇଁ ଯେତେଟା ସିନ୍ ମୁଇଁ କଲି ନ ତାର ମାନେ ପୁରା ଷ୍ଟୋରି ରିଭିଲ୍ କରିଦେବାଟା ତ ଠିକ୍ ନାହିଁ, ପଇସା ପ୍ରଡ୍ୟୁସର ଖର୍ଚ୍ଚା କରୁଛନ୍ ବୋଲେ ବାକି ମୁଇଁ ଏତ୍କି ଜାଣିଛେ କି ଏଇଟା ଗୋଟେ ଫୁଲ୍ଲି ରୋମାଣ୍ଟିକ୍ କମେଡି ମୁଭି, ରୋମାଣ୍ଟିକ୍ ସାଙ୍ଗେ କମେଡି ଅଛେ ଆଉ ଲିଡ୍ରେ ଅଛନ୍ ରୋଶନ ଭରଦ୍ୱାଜ ଆଣ୍ଡ ପ୍ରିୟମ୍ବଦା। ତ ନିହାତି ଭାବେ ଗୋଟେ ନୂଆ ଯୋଡ଼ିକେ ଦେଖ ଆଗରୁ ତାଙ୍କୁ କେବେ କୌଣସି ଗୀତରେ ନାଇଁ ଦେଖି କି କୌଣସି ଭିଜୁଆଲରେ ନାଇଁ ଦେଖି ତ ଡାଇରେକ୍ଟ ସିନେମାରେ ଦେଖମା ବହୁତ ଭଲ ଲାଗୁଛି। ଆପଣମାନେ ନିହାତି ଭାବେ ଗୀତ ମାନେ ବି ଯେନ୍ଟା ଅଛେ ଫୋକ୍ ରିଲେଟେଡ୍ ଅଛେ ଆମର ଫିଲ୍ମର ଯେତେଟା ବିଟା ମୁଇଁ 7ଟା ଗୀତ ଶୁଣଲି ଫିଲ୍ମର, କେନ୍ଟା ଛୋଟ ଅଛେ କେନ୍ଟା ବଡ଼ ଅଛେ କେନ୍ଟା ମେଲ୍ ଭର୍ଜନ ଫିମେଲ୍ ଭର୍ଜନ ଅଲଗା ଅଲଗା ବି ଅଛେ। ତ ଯେନ୍ଟା ଶୁଣଲି ମତେ ଏନ୍ତା ଲାଗୁଛେ କି ଗୋଟେ ସମ୍ବଲପୁରୀ ଇଣ୍ଡଷ୍ଟ୍ରିରେ ଗୋଟେ ଅଲଗା ଭାଇବ୍ସ ମାନେ ହାଇପ୍ସ କ୍ରିଏଟ୍ ହେବାର୍କେ ଯାଉଛେ। ଇ ସମ୍ବଲପୁରୀ ଭାଷାରେ ଯେନ୍ ଗୀତ ମାନେ ଅଛେ ଢୋଲ ନିଶାନ ତାସା ବାଜି କରି ଅଛେ। MPC VST ବହୁତ କମ୍ ଗୀତରେ ହେଇଛେ, ବାକି ପ୍ରାୟ ଗୀତ ଯେନ୍ତା ଆମର କଲଚରରେ ଯେନ୍ତା ଢୋଲ ନିଶାନ ବାଜିକିରି ଡାଲଖାଇ ରସଲକଲି ମାଲା ଯୋड़ा ଛୁଟକୁ ଛୁଟା ରହିସି ହେନ୍ତା ଡାଲଖାଇ ପ୍ୟାଟର୍ନର ସଙ୍ଗ ଅଛେ, ମାନେ ରସଲକଲି ପ୍ୟାଟର୍ନର ସଙ୍ଗ ଅଛେ ମୁଇଁ ଶୁନିଛେ ଯେନ୍ଟା। ବାକି ଗୀତ ମାନେ କିଛି ସୁଟ୍ ବି ସରଲାନ। ଆପଣମାନଙ୍କୁ ନିହାତି ଭାବେ ଆଗାମୀ ଦିନରେ ମୁଭିର ଟ୍ରେଲର ସିନେମା ଫୁଲ୍ ସିନେମାର ଟ୍ରେଲର ଆଉ ସଙ୍ଗ ମାନ ଆପଣମାନଙ୍କର ନିହାତି ଭାବେ ଆଗରୁ ପହଞ୍ଚିଯିବା ସିନେମା ହଲ୍କେ ଆସିବାର ପୂର୍ବରୁ। अरे वाओ अनु केते सुंदर ड्राइंग बनेचु। एटा कौन बनेचु? एरा मु, एरा बापा, एरा बोऊ, एरा जेजे बापा, एरा जेजे माँ। वाओ औ एटा कोन हम फैमिली डॉक्टर? हाँ बोऊ एरा हम फैमिली हॉस्पिटल। रंग बदलिछि रूप बदलिछि हेले आपणक सह संपर्क बहुत पुराना। खाली ओडिशार नुह पूर्व भारतर 50 लाख परिवारर भरोसा आमर अत्याधुनिक कौशल एवं अद्वितीय सेवा। 27 वर्षर संपर्क आमको करि परिछि आपणक निजर फैमिली हॉस्पिटल। थैंक यू डॉक्टर। अनुपरी अनेक पिलांक धन्यवाद आम पई अमूल्य उपहार।